ସେ ବହୁ ଯୋଉଠି ଥାଉ ଆସିକି ତା ପିଲାକୁ ଗୋଟେ ସ୍ୱତନ୍ତ୍ର ଭୂମିକା ରହିଛି। ଆମେ ଯାହା ଶୁଣିଛୁ ପ୍ରତ୍ୟେକ ପୁରୁଷର ଜୀବନର ପରିବର୍ତ୍ତନ ପଛରେ ଗୋଟେ ନାରୀର ହାତ ରହିଥାଏ। ସେ କାହା ପାଖକୁ ମା ହେଇକିରି ଆସେ, କାହା ପାଖକୁ ପତ୍ନୀ ହେଇକିରି ଆସେ, କାହାର ଭଗ୍ନୀ ହେଇକିରି ଆସେ। ଏଇଭଳି ବିଭିନ୍ନ ରୂପରେ ଗୋଟେ ନାରୀର ଚରିତ୍ର ବିଭିନ୍ନ ସମାଜରେ ଆମେ ଦେଖିବାକୁ ମିଳୁଛୁ। କିନ୍ତୁ ତା ଭିତରୁ ମା ବୋଲି ଗୋଟେ ଶବ୍ଦ ଯାହାର ପବିତ୍ରତାକୁ ଆକଳନ କରିବା ଅତ୍ୟନ୍ତ ସହଜ ନୁହେଁ। କିନ୍ତୁ ଆଜି ଗୋଟେ ଦୁଃଖଦାୟକ ପରିସ୍ଥିତି ଦେଖିବାକୁ ମିଳିଛି କାକଟପୁର ବ୍ଲକ ସୁହାନପୁର ପଞ୍ଚାୟତ ବାଣସାହି ଗ୍ରାମରେ ଦୁଇଟି କୋମଳବତୀ ଶିଶୁ ଆଜି ତାଙ୍କ ମାକୁ ହରାଇଛନ୍ତି ଏବଂ ଗାଁରେ ଏ ଦୁଆରୁ ସେ ଦୁଆର ବୁଲୁଛନ୍ତି କୋଉଠି ତାଙ୍କ ମା ଅଛନ୍ତି ଆଉ କେବେ ଫେରି ଆସିବେ କେହି ତାଙ୍କୁ ଦେଖିଛ କି? ଯେତେବେଳେ ସେ ଗୋଟେ ମାତୃତ୍ୱକୁ ଖୋଜୁଛନ୍ତି କିନ୍ତୁ ତାଙ୍କ ମା ତାଙ୍କ ପାଖରେ ନାହାନ୍ତି, ଯାହାକୁ ନେଇକରି ପରିବାର ସମ୍ପୂର୍ଣ୍ଣ ଭାଙ୍ଗି ପଡିଛି। ଏହା ହଉଛି ସେଇ ବାସ୍ତବ ଦୃଶ୍ୟ। ଦେଖନ୍ତୁ, ଗୋଟେ ବୟସ୍କ ଶ୍ୱଶୁର ଯିଏ ବୋହୁର ସେବା ପାଇବା ପରିବର୍ତ୍ତେ ଆଜି ବୋହୁ ନିଖୋଜକୁ ନେଇକରି 1 ମାସ ହେଇଗଲାଣି କିଛି ବୋହୁର କିଛି ଖୋଜ ଖବର ପାଇନାହାନ୍ତି। ଆଜି କୋହଭରା କାନ୍ଦ କାନ୍ଦୁଛନ୍ତି। ତାଙ୍କ ଛାତିରେ ତାଙ୍କ ହୃଦୟରେ ଯୋଉ ଯନ୍ତ୍ରଣା ଅଛି ସେ ପରିପ୍ରକାଶ କରିପାରୁନାହାନ୍ତି। ନିଶ୍ଚିତ ଭାବରେ ତାଙ୍କ ପ୍ରତିକ୍ରିୟା ରଖିବା। ଏ ବୟସରେ ଆଜ୍ଞା ଆପଣ ବୋହୁର ସେବା ପାଇବା କଥା, କିନ୍ତୁ ବୋହୁ ନିଖୋଜକୁ ନେଇକରି ଯେତେବେଳେ ତାର ଛୋଟ ଛୋଟ କୁନି କୁନି ଶିଶୁ ଝିଅ 2 ଜଣଙ୍କୁ ଆପଣ କାନ୍ଧରେ ପକାଉଛନ୍ତି। ଆଜି ତା ମା ଯାହା ସେବା ଯୋଗାଇବା କଥା ଆପଣ ତା ମା ସାଜିଛନ୍ତି, ବାପା ସାଜିଛନ୍ତି, ସବୁ କିଛି ସାଜିଛନ୍ତି। ଆମେ ଯାହା ଦୃଶ୍ୟ ଦେଖୁଥିଲୁ, କଣ କହିବେ ୟାକୁ ନେଇକରି? କଣ କହିବି, ମୋ ଦୁଃଖ କଥା। ବହୁଟି ମୋର ଗଲା କାକଟପୁର ପୁଅ ସାଥିରେ କୌଣସି କାମରେ ଗଲା, ମୁଁ ତ ଜାଣିନି। ସେଇଆଡେ ସିଆଡେ କୁଆଡେ ଗଲା। ପୁଅକୁ ପାଖକୁ ଫୋନ କଲି, ମୁଁ କହିଲି ବାପା 1:30 ବେଳେ ହେଲେ ଖାଇବନି ଆସିବନି, କାହିଁକି ଡେରି କରୁଛ? ଛୋଟ ଛୋଟ ପିଲା ଗୁଡିଏ, ଆଉ ତମେ ପଳେଇ ଆସ। ପୁଅ ସେଇଠୁ କହିଲା ବାପା ବୋହୁ ନାହିଁ। ମୁଁ ବ୍ଲକ ଛକରୁ କାକଟପୁର ପର୍ଯ୍ୟନ୍ତ ଯିବା ଆସିବା କରୁଛି, ପାଉନି। ମୁଁ ସେଠି କହିଲି ବାପା ଆହାରି ଆସିକି ଖାଇକି ଯା ଖୋଜିବ, ମୁଁ ବି ଖୋଜିବାକୁ ଯିବି। ଆଉ ଖୋଜିବାକୁ ମୁଁ ବି ଗଲି, ବୁଲି ବୁଲିକା ଆସିଲି, ଫେରିକି ଆସିଲି, ଆଶା ହେଇକି ଆସିଲି। ସେ ବୋହୁ ଯୋଉଠି ଥାଉ ଆସିକି ତା ପିଲାକୁ ଇଏ ହଉଛି ବାସ୍ତବ ଦୃଶ୍ୟ। ଜଣେ ବୟସ୍କ ଶ୍ୱଶୁରର କୋହଭରା କାନ୍ଦ, ଯେତେବେଳେ ସେ ବୋହୁର ସେବା ପାଉଥିଲେ, କିନ୍ତୁ ଆଜି 1 ମାସ ହେଇଗଲାଣି ତାଙ୍କ ବୋହୁ ତାଙ୍କ ପାଖରେ ନାହିଁ। ଛୋଟ ଛୋଟ ପିଲା ଦୁଇଟା ଯେତେବେଳେ ମା କୁ ଖୋଜୁଛନ୍ତି, ରାତିରେ ଚିତ୍କାର ଛାଡୁଛନ୍ତି ଏବଂ ତାଙ୍କ ମା କୁ ଖୋଜୁଛନ୍ତି, ସେତେବେଳେ ସେ ମା ର ସାହା ମଧ୍ୟ ତାକୁ ଦଉଛନ୍ତି। ନିଶ୍ଚିତ ଭାବରେ ଆମେ କହିବା ଏ ଘଟଣା ପଛରେ କିଛି ଆଉ କିଛି ରହସ୍ୟ ରହିଛି ଯୋଉଟା ଆମ ପାଖକୁ ଆସୁନି। କିନ୍ତୁ ଗୋଟେ ନିର୍ଦ୍ଦିଷ୍ଟ ଜନୈକ ବ୍ୟକ୍ତିଙ୍କ ନାଁରେ ତାଙ୍କ ସ୍ୱାମୀ ଏତଲା କରିଛନ୍ତି। ସୂଚନା ମୁତାବକ ଯେତେବେଳେ 1 ମାସ ତଳେ କୌଣସି ବ୍ୟକ୍ତିଗତ କାମରେ 2 ଜଣ ସେ ଦମ୍ପତି କାକଟପୁର ଯାଇଥିଲେ ଏବଂ କାକଟପୁରରେ ତାଙ୍କ ସ୍ତ୍ରୀ ସେଠି ଜେରକ୍ସ ଦୋକାନକୁ ଯାଇଥିଲା ଗୋଟେ କିଛି ଜେରକ୍ସ କରିବା ପାଇଁ। ସେଇ ସମୟରେ ତାଙ୍କ ସ୍ୱାମୀ ପାନ ଭାଙ୍ଗିବାକୁ ଯାଇଥିଲେ, ପାନ ଭାଙ୍ଗି ଫେରିକିରି ଦେଖନ୍ତି ତାଙ୍କ ସ୍ତ୍ରୀ ଘଟଣାସ୍ଥଳରେ ନାହିଁ। ଏହା ଗୋଟେ ନିଖୋଜ ଖବର। ନିଖୋଜକୁ ନେଇକରି କାକଟପୁର ଥାନାରେ ଗୋଟେ ସନ୍ଦେହ ସୃଷ୍ଟି କରି ଗୋଟେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କ ନାଁରେ ମଧ୍ୟ ସେ ଏତଲା କରିଛନ୍ତି। ପ୍ରକୃତ ଘଟଣାଟା କଣ ତାଙ୍କ ସ୍ୱାମୀଙ୍କ ମୁହଁରୁ ଶୁଣିବା। ତମ ପରିଚୟ ଟିକେ ଦେବେ ଆଜ୍ଞା। ଆଜ୍ଞା, ମୋ ନାଁ ଦେବବ୍ରତ ଘଡେଇ, ଆଲେକ୍ସ ପପୁ କହନ୍ତି ଗାଁରେ। କଣ କହିବେ, ମାନେ କିଭଳି ସେ ଘଟଣା ଘଟିଥିଲା, ଆପଣ ସେ ସମୟରେ କଣ କରୁଥିଲେ? ଆଜ୍ଞା, ଆମେ 2 ଜଣ ଗୋଟେ ବ୍ୟକ୍ତିଗତ କାମରେ କାକଟପୁର ଯାଇଥିଲୁ। କାକଟପୁର ସେ କହିଲା ଗୋଟେ ଜେରକ୍ସ କରିବା ପାଇଁ। ମୁଁ ସେଠି ଦୋକାନରେ ପାନ ଭାଙ୍ଗିଲା ବେଳକୁ ପାନ ଭାଙ୍ଗିକି ଦେଖେ ତ ମୋ ସ୍ତ୍ରୀ ନାହିଁ, କୁଆଡେ ଗାୟବ ହେଇଯାଇଛି। ବହୁତ ଖୋଜାଖୋଜି କଲି ଆଉ ଥାନାରେ କମ୍ପ୍ଲେନ କଲି। ଶୁଣିବାକୁ ମିଳୁଛି ଆପଣଙ୍କ ଏତଲା ମୁତାବକ ଆପଣ ଗୋଟେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଉପରେ ସନ୍ଦେହ ଆସିଛି, ସେ ଘଟଣାଟା କଣ ସତ କି? ଆଜ୍ଞା, ମୁଁ ତ ସନ୍ଦେହଜନକ ଦେଇଛି, କନଫର୍ମ ନାହିଁ। ଆଜ୍ଞା, ସିଏ ଆସିଲା ପରେ ଜଣା ପଡିବ ତାକୁ କିଏ ନେଇଛି କି କଣ କରିଛି, ଜଣା ପଡିବ। ଆଗରୁ କିଛି ଆପଣଙ୍କର ଦାମ୍ପତ୍ୟ ଜୀବନ ଭିତରେ କିଛି ସେଭଳି କଳି ଝଗଡା ହେବା କିମ୍ବା ଥାନା ଫାଣ୍ଡି କୋର୍ଟ କଚେରୀ ହବା ସେଇଭଳି କିଛି ବଡ ଧରଣର ଅଘଟଣ ଘଟିଛି? ଆମର ଯାହା ବି ହେଲେ ଆମର ସବୁ ସଲ୍ଭ ହେଇଯାଏ, ସେମିତି କିଛି ନାହିଁ। ଆଜ୍ଞା, କି ବିବାହ କରିଥିଲେ? ପ୍ରେମ ବିବାହ କରିଥିଲେ ନା ଆରେଞ୍ଜ ମ୍ୟାରେଜ ହେଇଥିଲା? ଆଜ୍ଞା, ଲଭ୍ ମ୍ୟାରେଜ କରିଥିଲି। ଦୁଇ ପରିବାର ଏଇଥିରେ ସନ୍ତୁଷ୍ଟ ଥିଲେ? ଆଜ୍ଞା, ସେମିତି ନର୍ମାଲ, ଆମର ସେମିତି କିଛି ଇଏ ନଥିଲା। ଭଲରେ ଶ୍ୱଶୁର ଘର ଆପଣଙ୍କୁ କୋଉ ଦୃଷ୍ଟିରେ ଦେଖନ୍ତି? ଶ୍ୱଶୁର ସେମିତି ଠିକ ଠାକ ଅଛି। ଆଚ୍ଛା, ଯେତେବେଳେ ଆପଣଙ୍କର ଧର୍ମପତ୍ନୀ ନିଖୋଜ ହେଲା, ଆପଣ ଶ୍ୱଶୁର ଘର ସହିତ ପରାମର୍ଶ କରିଥିଲେ? ଆଜ୍ଞା, ପରାମର୍ଶ କରିକି କହିକି ଆସିଥିଲି। ସେ ବି ଖୋଜାଖୋଜି କରୁଥିଲେ, ମୁଁ ବି ଖୋଜାଖୋଜି ଆଜ୍ଞା କରୁଛି। ଆପଣ କଣ କରନ୍ତି? ଆଜ୍ଞା, ମୁଁ ଗାଡି ଚଲାଏ। ଆଜ୍ଞା, ବର୍ତ୍ତମାନ ତ ଆପଣ ଆମେ ଦେଖିଲୁ
ଆପଣ ଘର ଭିତରେ ରହିଯାଇଛନ୍ତି ରୋଜगार ଆପଣ ରୋଜगार କ୍ଷେत्रକୁ ଯାଇପାରୁନାହାନ୍ତି ଛୋଟ ଛୋଟ କୁନି କୁନି ଶିଶୁ ପିଲାଙ୍କର ଭବିଷ୍ୟତ ଯେତେବେଳେ ତାଙ୍କର ଗୋଟେ ମାତୃତ୍ୱର ଆବଶ୍ୟକ ପଡିଛି ସେତେ ଗୋଟେ ତାଙ୍କ ମା ନାହାନ୍ତି ବର୍ତ୍ତମାନ ସେ ଆବଶ୍ୟକତା ପୂରଣ କରିବା ପାଇଁ ଯେତେବେଳେ ବିକଳ ଦୃଶ୍ୟ ସାମ୍ନାକୁ ଆସୁଛି ତାକୁ ନେଇକି କଣ ମତାମତ ରଖିବେ ଏବଂ ଆପଣଙ୍କ ଧର୍ମପତ୍ନୀ ଆଇଦର ସେ ନିଖୋଜ ହୁଅନ୍ତୁ କିମ୍ବା ଅଭିମାନରେ କୋଉଠି ଥାନ୍ତୁ ଆପଣ ଗଣମାଧ୍ୟମ ସାମ୍ନାରେ କଣ ପ୍ରତିକ୍ରିୟା ରଖିବେ ତାଙ୍କ ପାଇଁ କଣ ବାର୍ତ୍ତା ଦେବେ? ଯେ ମୋର ଏଇଆ କହିବାର ଅଛି ଯେ ସେ ରାଗିକି ଯାଉ କି ରୁଷିକି ଯାଉ ଯୋଉଠି ବି ଥାଉ ପଳେଇ ଆସୁ ପିଲାଙ୍କୁ ଦେଖୁ ମୋର ତା ସହିତ କିଛି କହିବାର ନାହିଁ କଳି ଝଗଡ଼ା କିଛି ନାହିଁ ତାକୁ କିଛି କହିବାର ନାହିଁ ସେ ଯେମିତି ହେଲେ ବି ଘରକୁ ଆସୁ। ନିଶ୍ଚିତ ଭାବରେ ସେ ଯାହା କହୁଥିଲେ ଆମେ ଶୁଣି ରଖୁଥିଲୁ ସେ ରାଗିକି ଯାଉ କିମ୍ବା ନିଖୋଜ ହଉ କିମ୍ବା ଯିବା ପଛରେ ଅନ୍ୟ କୌଣସି କାରଣ ଥାଉ ସେ ଗଣମାଧ୍ୟମ ଆଗରେ ତାଙ୍କ ଧର୍ମପତ୍ନୀକୁ ଅନୁରୋଧ କରୁଛନ୍ତି ଯେତେବେଳେ କୋମଳବତୀ ଶିଶୁ 2 ଜଣ ରାତି ପାହିଲେ ଗାଁର ବିଭିନ୍ନ ସାହି ପଡିଶା ଘର ତାଙ୍କ ମାକୁ ଖୋଜୁଛନ୍ତି ଯେତେବେଳେ ସେ ଖାଇବା ପାଇଁ ଯାଉଛନ୍ତି ସେତେବେଳେ ତାଙ୍କର ଜେଜେ ଏବଂ ଜେଜେମା ତାଙ୍କର ସବୁ କିଛି ଦାୟିତ୍ୱ ଗ୍ରହଣ କରୁଛନ୍ତି ଏବଂ ଯେତେବେଳେ ମାର ଯେତେବେଳେ ସ୍ନେହ ଆବଶ୍ୟକତା ପଡୁଛି ସେମାନେ ବିଭିନ୍ନ ସ୍ଥାନରେ ତାଙ୍କ ମାକୁ ଖୋଜୁଛନ୍ତି ଏହା ନିଶ୍ଚିତ ଭାବରେ ଏକ ବିକଳ ଦୃଶ୍ୟ ଯେତେବେଳେ କୋମଳବତୀ ଶିଶୁଙ୍କର ଦୃଶ୍ୟ ସାମ୍ନାକୁ ଆସୁଛି ସେତେବେଳେ ଗୋଟେ ମାତୃତ୍ୱର ଆବଶ୍ୟକତା କିଭଳି ଜଣେ ମା ତାଙ୍କୁ ଛାଡି ଦେଇକି ଯାଇପାରିବ ଏହା ଗୋଟେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ଗଣମାଧ୍ୟମ ଆଗରେ ସେ ବାରମ୍ବାର ଅନୁରୋଧ କରୁଛନ୍ତି ତାଙ୍କ ମା ଯୋଉଠି ଅଛି ତାଙ୍କ ପିଲାଙ୍କ ପାଖକୁ ଫେରି ଆସୁ କାହିଁକିନା ଯେତେବେଳେ ସେ ପିଲାଙ୍କର ଲାଳନ ପାଳନ ସମ୍ପୂର୍ଣ୍ଣ ଦାୟିତ୍ୱ ଗୋଟେ ମା ଉପରେ ରହିଛି ସେ ମା ଏଭଳି ନିଷ୍ପତ୍ତି ନବା ପଛରେ କଣ ବା ରହସ୍ୟ ରହିଛି ତାହା ଆମେ ଜାଣିନୁ କିନ୍ତୁ ତାଙ୍କ ମାକୁ ଫେରି ପାଇବା ପାଇଁ ପିଲାମାନେ ବିକଳ ଦୃଶ୍ୟ ବିକଳ ଭାବରେ ଅନୁରୋଧ କରୁଛନ୍ତି ତାଙ୍କର ଶାଶୁ ଆମ ସହିତ ଯୋଡିଛନ୍ତି ଟିକେ ପଚାରିବା ଆଜ୍ଞା କଣ କହିବେ ବହୁ ଯେତେବେଳେ ଆପଣ ଘରକୁ 6 ବର୍ଷର ବିବାହର ଭିତରେ ସେଭଳି କିଛି ଅଘଟଣା ଆପଣ ଦେଖିଛନ୍ତି ସ୍ୱାମୀ ସ୍ତ୍ରୀ ଭିତରେ? କିଛି ନାହିଁ ବାପା ଖାଇ ପିଇକି ଭଲରେ ଗଲେ ସେଠୁ ବହୁତ ସାଡେ କୁଆଡେ ଗଲା ପିଲା ଗୁରା ଦହ ଗଞ୍ଜ ହୁଅନ୍ତି ମୋର ବି ଦେହ ମୁଣ୍ଡ ବାପା ଭଲ ନାହିଁ ଛୁଆ ଗୁରା କନ୍ଦା କଟା କରୁଛନ୍ତି ସେ ଯୋଉଠି ଥାଏ ବି ଆସିକି ତା ପିଲାଙ୍କୁ ନେଇ ତା ଭୟରେ ଚଳୁ ମୋର କିଛି କହିବାର ନାହିଁ ମୋର ଦୁଃଖ ଚିନ୍ତା ବାପା ମୁଁ ବାଛି କରିବି ତାର ସେ ତା ପିଲାଙ୍କୁ ନିଶ୍ଚିତ ଭାବରେ ଆମେ କହିବା ଗୋଟେ ଦୁଃଖଦାୟକ ପରିସ୍ଥିତି ଯେତେବେଳେ ଏ ବୟସରେ ସେମାନେ ରୋଗାଗ୍ରସ୍ତ ଅଛନ୍ତି ଶାଶୁ ଶ୍ୱଶୁର 2 ଜଣ ବୋହୂର ସେବା ପାଇବାକୁ ଯେତେବେଳେ ଇଚ୍ଛା ପ୍ରକାଶ କରୁଛନ୍ତି ତାଙ୍କ ନାତି ଆଉ ନାତୁଣୀର ତାଙ୍କର 2 ନାତୁଣୀ ଯୋଉ କୋମଳବତୀ ଶିଶୁ ଅଛନ୍ତି 2 ନାତୁଣୀ ତାଙ୍କୁ ଯେତେବେଳେ ଦେଖି ଦେଉଛନ୍ତି ତାଙ୍କ ଆଖିରୁ ଲୁହ ଝରି ଆସୁଛି ବର୍ତ୍ତମାନ ଗଣମାଧ୍ୟମ ସାମ୍ନାରେ ସେ ବାରମ୍ବାର ପରିବାର ତରଫରୁ ଅନୁରୋଧ କରାଯାଉଛି ତାଙ୍କ ମା ଯୋଉଠି ଅଛନ୍ତି ଫେରି ଆସନ୍ତୁ ନିଜର କୋମଳବତୀ ଶିଶୁଙ୍କୁ ଗ୍ରହଣ କରନ୍ତୁ। କାକଟପୁର ସୁଆଣପୁର ପଞ୍ଚାୟତରୁ ଆର୍ଯ୍ୟ ବିଶ୍ୱାଳଙ୍କ ରିପୋର୍ଟ ରିପୋର୍ଟର୍ସ ଟୁଡେ।